श्री गणेशाय नमः। नमस्कार बंधुगण, जय जगन्नाथ। ए कलिजुगरे अल्पायुष मनुष्यों केवल भागवत पठन श्रवण ही मुक्तिर एकमात्र आश्रय। भाव भक्तिर सह श्रवण द्वारा आस्ते आस्ते वैराग्य प्राप्त होई ज्ञान उदय होइथाए। एहाकु भावर सह नित्य श्रवण द्वारा परम पद मोक्ष प्राप्त हुए। एणु परम शास्त्र भागवत अभ्यास करुथिबा नित्य आसंतो भागवत वंदना करी भागवत आरंभ करिबा। गोटे अध्याय हेउ पछे प्रतिदिन भागवत निश्चय शुणिबाकु चेष्टा करंतो। भागवत वंदना। नमामि नमामि महाग्रंथ भागवत, कृष्ण रसे रसायनित रसपूर्ण गीत। नमामि नमामि कृष्ण गोविंदाय नमः, उद्धवंकु देलो पुण्य भागवत धर्म। तत्वपूर्ण अर्थपूर्ण जीवनर वेद, अभ्यास मात्र के कटी जीव अवसाद। परम मंगलमय भागवत वाणी, जीव तरी जीव शुणी भव तरंगिणी। नमामि नमामि व्यास विष्णु अवतार, जन कल्याणे करिल भागवत सार। वेद पुराण रु सर्व सार को साउटी, भागवत देई अछ माळ परि गुंथि। नमामि नमामि आहे दास जगन्नाथ, प्राकृत छंदे बांधिल श्रीमद् भागवत। नमामि सुत सौनक मैत्रेय विज्ञ, नैमिषारण्ये करिल भागवत यज्ञ। नमो नम परीक्षित राजसी विज्ञानी, भागवत शुणाइले सुख ब्रह्म ज्ञानी। नमामि नमामि ब्रह्मा विष्णु महेश्वर, नमामि देवर्षि नम भकत विदुर। परम शास्त्र प्राणिक निस्तारण पथ, नमामि नमामि शास्त्र श्रीमद् भागवत। भागवत महापुराण दशम स्कंध द्वारिका लीला 1सप्ततितम अध्याय। श्री शुक उवाच आनंद मने व्याससुत, बोलंती शुण परीक्षित। गोपे जे गले हल हस्त, एबे हो शुण भागवत। पौंड्रक नामे नृपवर, करांद्र देशे तार घर। कृष्णर जन्म कर्म शुणी, निरते मने परिमाणी। निर्गुण ब्रह्म जेबे अंशे, जन्म होइले कृष्ण बेशे। के मन्ते देखी बिलोचने, नित्य भावई शुद्ध मने। एते विचारी हृष्ट मन, विचारी कहे कृष्ण चिन्ह। बोलई मुहि वासुदेव, मोर चरणे बेसेव। निज जनंकु पासेराई, बोलई विश्वास कराई। तुम्भे तो प्रजा माने मोर, देख मोहर कळे बर। मुहिति देव जनार्दन, देख मोहर वन चिन्ह। एमन्ते प्रजा गणे कही, कृष्णर प्राय सज होई। करई कृष्ण जे स्वभाव, बोलई मुहि वासुदेव।
ଯେ ମୋତେ ନ ବୋଲିବ ହରି ତାହାକୁ ପକାଇବି ମାରି। ଧନ ଜୀବନ ନେବି ବଳେ ତା ଶୁଣି ପ୍ରଜା ହେବି କଳେ। ବୋଲନ୍ତି ତୁମ୍ଭେ ନାରାୟଣ ଅନାଦି ପରମ କାରଣ। ତୋହର ଅଂଶେ ସୁର ଦେବା ତୋର ଚରଣେ ଆମ୍ଭ ସେବା। ଏମନ୍ତେ ପ୍ରଜା ତାର ପୁରେ ବିଶ୍ୱାସେ ସେବନ୍ତି ପୟରେ। ନାମ ଜପତି ତାର ନୀତି ନିରତେ ଚରଣ ସେବନ୍ତି। ଏମନ୍ତେ କେତେ ଦିନ ଗଲା ଅସୁର ମନେ ବିଚାରିଲା। ନିଶ୍ଚୟ ମୁହିଁ ଜଗଦୀଶ ସକଳ ଦେହରେ ପ୍ରକାଶ। ଏତେ ବିଚାରି ଦୂତରାଇ ତାହାର ହସ୍ତେ ଲେଖା ଦେଇ ବୋଇଲା ଯାଅ ଯଦୁପୁର। କହିବୁ କୃଷ୍ଣର ଛାମୁର ଜଗତେ ମୋର ଅବତାର। ନାସିବି ଅବନୀର ଭାର ମୁଁ ବ୍ରହ୍ମ ପରମ କାରଣ। ଅନାଦି ଜ୍ୟୋତି ନିରଞ୍ଜନ ମୋହର ଅଛି ଚାରିକର। ମୁହିଁଟି ସ୍ୱୟଂ ଚକ୍ରଧର ଗଦା କମଳ ଭୁଜେ ଘେନି। ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି ମୋର ଉପରେ ନାହିଁ କେହି। ମୁହିଁ ସକଳ ଜୀବ ଦେହି ପ୍ରାଣୀଙ୍କୁ ଦୟା ମୋର ଚିତେ। ମୋହର ଜନ୍ମ ଏ ଜଗତେ ନାସିବି ଅବନୀର ଭାର। ତୁ ବେଗେ ଛାଡ଼ ଚିହ୍ନ ମୋର ମିଛେ ଯେ ବୋଲୁ କୃଷ୍ଣ ମୁହିଁ। ଏକଥା ମୁହିଁ ଯେ ଜାଣଇ ଏବେ ତୁ ମୋର ଚିହ୍ନ ଛାଡ଼ି ମୋର ଚରଣ ତଳେ ପଡ଼ି। ଶରଣ ପୋଷ ଆସିବେ गे ତୋର ଜୀବନ ମୋର ଭାଗେ। ଯେବେ ନ ପଶିବୁ ଶରଣ ମୋର ତୁଲେ କରରଣ। ଜିଣିଲେ ବାସୁଦେବ ତୁହି ତୁମଲେ ବୋଲାଇବି ମୁହିଁ। ଏମନ୍ତ କହି ଦୂତ ଆଗେ ବୋଲେ ଦ୍ୱାରିକା ଯାଅ ବେগে। ତାହାର ଆଜ୍ଞା ଘେନି ଶିରେ ଦୂତେ ଚଳିଲେ ଯଦୁପୁରେ। କୃଷ୍ଣର ସଭା ମଧ୍ୟେ ଯାଇ କହଇ ଶିରେ କର ଦେଇ। ତୁଟକୁ ଚାହିଁ ଚକ୍ରପାଣି ବୋଲନ୍ତି ପରିହାସ ବାଣୀ। ରେ ଦୂତ ଶୁଣ ମୋ ଉତ୍ତର ବାସୁଦେବ ଚିହ୍ନ ମୋହର। ମୁଁ ତା ବଚନ ଉପଲକ୍ଷୀ ନିଶ୍ଚୟ ଛାଡ଼ିବି ତାକୁ ଦେଖି। ମୋହର ଚିହ୍ନ ବେଶ ବହି ବୀର ଶୟନେ ଥିବ ଶୋଇ। କାକ ଶୃଗାଳଙ୍କ ଚରଣେ ନିଶ୍ଚିନ୍ତେ ଥିବ ସେ ଶରଣେ। କୃଷ୍ଣ ବଚନେ ଦୂତ ଗଲା ପୌଣ୍ଡ୍ରକ ନିକଟେ ମିଳିଲା। ଦାରୁ କରାଇ ଚକ୍ରଧର ବୋଲନ୍ତି ରଥ ସଜ କର। ତକ୍ଷଣେ ସାଜି ନନ୍ଦୀ ଘୋଷ
ମିଳିଲା ଗୋବିନ୍ଦର ପାଶ, ରଥେ ବିଜୟ ନରହରି। ଶଙ୍ଖ ଶବଦେ ଦିଗପୁରୀ, ପୌଣ୍ଡ୍ରକ ଦେଶେ ବନମାଳୀ। ରଥ ଆରୋହୀ ଗଲେ ଚଳି, କୃଷ୍ଣର ଆଗମନ ଜାଣି। ପୌଣ୍ଡ୍ରକ ସୈନ୍ୟ ଅକ୍ଷୋହିଣୀ, ସାଜି ମିଳିଲା କୃଷ୍ଣ ପାଶେ। ସଂଗ୍ରାମେ ଜିଣିବାର ଆସେ, ତାହାର ମିତ୍ର କାଶୀରାଜ। ସେହୁ ତାହାର ତୁଲେ ସଜ, କୃଷ୍ଣର ସଙ୍ଗେ ରଣେ ଜିଣି। ସାଜିଲା ତିନି ଅକ୍ଷୋହିଣୀ, କୃଷ୍ଣଙ୍କୁ ଦେଖି ମହାରୋଷେ। ବେଗେ ରୁନ୍ଧିଲା ଚଉପାଶେ, କୃଷ୍ଣ ଚାହାନ୍ତି ରଣ ମଧ୍ୟେ। ପୌଣ୍ଡ୍ରକ ଦେଖି ବାରେ ସାଧେ, ଦୌଡ଼ିବ ଯାନ୍ତି ବୀରମାନେ। ରଣେ ପୌଣ୍ଡ୍ରକ ଆଗମନେ, କୃଷ୍ଣ ଦେଖିଲେ ତାର ରଥ। ରତ୍ନଭୂଷିତ ଅପ୍ରମିତ, ରଥ ଉପରେ ପକ୍ଷୀରାଜ। ଧ୍ୱଜ ପତାକା ମଧ୍ୟେ ତେଜ, ବିମାନ ମଧ୍ୟେ ତା ଶରୀର। ଦେଖିଲେ କମଳାର ବର, ବିସ୍ତୀର୍ଣ୍ଣ ଶୋହେ ଭୁଜ ଚାରି। ଶଙ୍ଖ କମଳ ଗଦା ଧରି, ସାରଙ୍ଗ ଧନୁ ଅଛି କରେ। ଶ୍ରୀବତ୍ସ ଚିହ୍ନ ବକ୍ଷସ୍ଥଳେ, କଣ୍ଠେ ଲମ୍ବାଇ ବନମାଳ। ଶ୍ରବଣେ ମକର କୁଣ୍ଡଳ, ପୀତବସନ ଅଙ୍ଗେ ଝଳି। ନୀଳଜିମୁତ କି ବିଜୁଳି, ଅମୂଲ୍ୟ କିରୀଟ ବିରାଜେ। ରତ୍ନ ମେଖଳା କଟି ମାଝେ, ତାର କପଟ ବେଶ ଦେଖି। ଆତ୍ମାର ପ୍ରାୟ ଉପଲକ୍ଷୀ, ନଟର ପ୍ରାୟ ବେଶ ଧରି। ଦେଖି ହସିଲେ ନରହରି, କୃଷ୍ଣଙ୍କୁ ଦେଖି କାଶୀରାଣ। ଉଭାରି କଲା ଘୋର ରଣ, 16 ପରିଘ ଗଦା ଯଷ୍ଟି। ପାଶ ତମର ସରବୃଷ୍ଟି, ତୀକ୍ଷଣ ପରିଘ ଗଦା ଯେତେ। ପ୍ରହାର କଲା ଅପ୍ରମିତ, ପୌଣ୍ଡ୍ରକ କାଶୀ ରାଜା ବଳ। ଦେଖିଲେ ମଦନ ଗୋପାଳ, ପଦାତି ରଥ ଗଜବାଜି। ଏମନ୍ତେ ଚତୁରଙ୍ଗ ସାଜି, ଗଦା ଖଡ଼ଗ ଚକ୍ରବାଣ। କୋପେ ପ୍ରହାରୀ ନାରାୟଣ, ବେଗେ ନାସିଲେ ରିପୁବଳ। ଯେସନେ ଯୁଗାନ୍ତ ନଳ, ରୁଦ୍ର ନୟନ ଜାତ ହୋଇ। ତିନି ଭୁବନ ଯେହ୍ନେ ଦହି, କୃଷ୍ଣ ସଂଗ୍ରାମ ରଣଭୂଇଁ। କି ପଟାନ୍ତର ଦେବୀ ମୁହିଁ, ରଥ ତୁରଙ୍ଗ ଗଜଖର। ବରଷ ବାଣ ମହାଘୋର, ଚକ୍ର ପ୍ରହାରେ ଅଖଣ୍ଡିତ। ଜଳର ସଦୃଶେ ଶୋଣିତ,
ଉଛୁଳି ବହେ ରଣ ମଧ୍ୟେ ଗଗନେ ଦେଖନ୍ତି ବିବୁଧେ ବ୍ରହ୍ମା ଦିବସେ ଅନ୍ତେ ମହି ପ୍ରଳୟ ଜଳେ ହତ ହୋଇ ଈଶ୍ୱର କ୍ରୀଡ଼ା ସ୍ଥାନ ପ୍ରାୟେ ରକତେ ରଣ ଭୂଇଁ ସୋହେ ପୌଣ୍ଡ୍ରକ ଅଛି ଏକାରଥେ ଉଭାରି ଗୋବିନ୍ଦ ଗ୍ରତେ ସମରେ ତାର ମୁଖ ଚାହିଁ ହସି ବୋଲନ୍ତି ଭାବଗ୍ରାହୀ आहे पौंड्रक तोर दूत मो आगे कहिला जे मंत तोहर चिन्ह बनमाळ छाड़िली तुए बेसंभाळ मिछे मु धरी तोर बेश विष्णु बोलाई मंच देश जेबे हारिबी तोते रणे छाड़ी पशिबी तो शरणे एमंत कही दामोदर बेदे बिंधिले तीक्ष्ण सर विरथ करी तार शिर चक्रे छेदिले चक्रधर बासव बज्रे क्षीण होई पर्वत जेमंत दिशई काशी राजार देखी रथ बेगे मिलिले गोपीनाथ निज को दंडे देई गुण संधान कले तीन बाण काशी राजार शिर काटी नाराज गला शून्य घोटी दिग पुरिला घोर नादे पड़िला काशीपुर मध्य राजार द्वारे देखी मुंड लोके होइले बेगे रुंड पवने छिड़ी जेन्हे पास जेसने दिशे पद्मकोश एमंते शुण दंडधारी पंचमक्षौणी संघारी पौंड्रक काशी राजा तुले रणे गोविंद विचारिले देखी सानंद देवगणे रिपुनि बारी घोर रणे द्वारिका बीजे रमाकांत एवे हो शुण नरनाथ पौंड्रक गोविंदर भाव निरते करी अनुभव मरणे चाही पद्ममुख लोभिलात्मा गति सुख काशी राजार मुंड देखी जने बोलंती उपलखी एहु काहार देख शिर छिड़ी पड़िला राजद्वार एमंते करन्ते विचार जानिले काशी राजा शिर समरे कृष्ण कले नाश शुणी पाइले महात्रास ताहार जेते कतरुणी स्वामी मरण कथा शुणी बंधु बांधव जन मिली कांदंती भुवन उछुली तार तनय
ଦକ୍ଷିଣ କ୍ରୋଧ ନିବାରି ବନ୍ଧୁଗଣ ପିତାର ପ୍ରେତ କ୍ରିୟା ସାରି ସଂକଳ୍ପ କଲା କୋପ ଭରି ପିତା ବୈରୀ ଯେବେ ମାରି ତେବେ ମୁଥିବି ଦେହ ଧରି ଏମନ୍ତ ଚିତ୍ତ ସ୍ଥିର କରି ସେବିଲା ଶଙ୍କର ଗୌରୀ ସମାଧି ବସି ଯୋଗ ବଳେ ତୋଷିଲା ଶଙ୍କର ନିଶ୍ଚଳେ ପ୍ରସନ୍ନ ହୋଇ ଶୂଳଧର ବୋଇଲେ ବେଗେ ମାଗ ବର କର ଯୋଡ଼ିଣ ସୁଦକ୍ଷିଣ ଭକତି ଭରେ ତତକ୍ଷଣ ବୋଇଲା ଶିରେ ଦେଇ କର ବୋଇଲେ ବେଗେ ମାଗ ବର କର ଯୋଡ଼ିଣ ସୁଦକ୍ଷିଣ ଭକତି ଭରେ ତତକ୍ଷଣ ବୋଇଲା ଶିରେ ଦେଇ କର ପିତା ବୈରୀ ଅଛି ମୋର ତାହାକୁ କରିବି ମୁହତ ଏ ବର ଦିଅ ଉମାକାନ୍ତ ଶୁଣି ବୋଇଲେ ଦେବହର ତୁ ଏବେ ଅଗ୍ନି ପୂଜା କର ବିବିଧ ଉପହାର କରି ବିପ୍ରଚରଣେ ମନ ଧରି ଆଗମ ନିଗମ ବିଧାନେ ଅନଳ ପୂଜ ଏକ ମନେ ଋତିଜ କର ତୁ ବରଣ ମାରଣେ ବେଦ ଅଥର୍ବଣ ଆଭିଚାରକ ବେଦନାଦେ ଆହୁତି ଦିଅ ଅଗ୍ନି ମଧ୍ୟେ ଅଗ୍ନି ପୁରୁଷ ଜାତ ହୋଇ ତାକୁ ଆପଣା ସଙ୍ଗେ ନେଇ ମାରିବୁରି ପୂଜେ ତୋହର ବ୍ରାହ୍ମଣ ସେବା ନାହିଁ ଯାର ଏମନ୍ତ ରୁଦ୍ର ବାକ୍ୟ ଶୁଣି ଯଶ ଆରମ୍ଭେ ନୃପମଣି କୃଷ୍ଣର ବିଚାର ମତେ ଆହୁତି ହେଲା ଅପ୍ରମିତେ କୁବୁଦ୍ଧିପଣ ଦେଖି ତାର କୃଷ୍ଣଙ୍କୁ ଚିତେ ଅଭିଚାର ଅଗ୍ନି ପୁରୁଷ କୁଣ୍ଡ ମଧ୍ୟେ ଜନ୍ମ ହୋଇଲେ ଘୋର ନାଦେ ଅତି ଭୀଷଣ ରୂପବନ୍ତ ତା ରୂପ ଶୁଣ ନରନାଥ ତପିତ ତମ୍ଭା ପ୍ରାୟ ଶିଖା ପଞ୍ଚନାସିକା ସିଂହ ରେଖା ନକ୍ଷତ୍ର ପ୍ରାୟ ମଣିହାର ଲୋଚନ ବଦନ ଗଭୀର ଅଙ୍ଗାର ବର୍ଣ୍ଣ ପ୍ରାୟ ତୁଣ୍ଡ ବିକଟ ଦଶନ ପ୍ରଚଣ୍ଡ ଭ୍ରୁକୁଟି କୁଟିଳ କପୋଳ ତୁଣ୍ଡ ଗଭୀର ଅନ୍ଧକାର ଜିହ୍ୱା ବୁଲଇ ବେନି କଳେ ଯେସନେ ବିଜୁଳି ଚଞ୍ଚଳେ ଉଲଗ୍ନ ଶରୀର କରାଳ ହସ୍ତେ କମ୍ପଇ ତ୍ରୟଶୂଳ ଚଳଇ କରି ଘୋର ନାଦ ତାଳ ପ୍ରମାଣେ ବେନି ପାଦ କୋପେ ଚାଳଇ ଷୋଳ ହସ୍ତେ ଅବ
ପ୍ରଭାତେ ଶଙ୍କର ଭୂତ ଗଣ ସଙ୍ଗେ ଦ୍ୱାରିକା ଗଲା ଅତି ବେଗେ ତାହାର ତେଜ ଦହେ ଦିଶ ସଧୁମେ ପୁରିଲା କାଶ ଏମନ୍ତେ ଦୂରୁ ଆଗମନେ ଧର୍ମ ଧର୍ମ ଘୋର ତମେ ଭয়ে କମ୍ପନ୍ତି ଛନ୍ନ ଛନ୍ନ ଦ୍ୱାରକାପୁରେ ଯେତେ ଜନ ଭয়ে ଭାଜିଲେ ଚାରିଦିଗେ ବନ ଦହନେ ଯେହ୍ନେ ମୃଗେ ପଶା ଖେଳନ୍ତି ଭଗବାନ ଏମନ୍ତେ ମିଳି ସର୍ବଜନ ବୁଲନ୍ତି କୃଷ୍ଣ ମୁଖ ଚାହିଁ ଭୋନାଥ କର ଏଥୁ ତ୍ରାହି ତ୍ରୈଲୋକ୍ୟନାଥ ତୋର ପୁର ଅନଳ ବଦନୁଧର ଏମନ୍ତେ ସମସ୍ତେ ବିକଳ ଦେଖି ବୋଲନ୍ତି ଆଦିମୂଳ ଶରଣ ବନ୍ଧୁ ବନମାଳୀ ବୋଲନ୍ତି ବେନି କର ତୋଳି ଭୟ ନ କର ତୁମ୍ଭେ କେହି ଅନଳ ସଂଘାରିବି ମୁହିଁ ଯେ ହରି ଅଶେଷ ଶରୀର ବିଦିତ ଅନ୍ତର ବାହାର ସୁଜନ ଶୁଭା ଶୁଭ ଜାଣେ ଆଗମ ନିଗମ ପ୍ରମାଣେ ରୁଦ୍ର ନଳ କୃଷ୍ଣ ଜାଣି ଚକ୍ର ସୁମରି ଚକ୍ରପାଣି ଚକ୍ର ଗୋବିନ୍ଦ ପାଶେ ଥିଲା କୃଷ୍ଣର ମନ ସେ ଜାଣିଲା କୋଟି ଆଦିତ୍ୟ ତେଜନାଶେ ଚଳିଲା ଗୋବିନ୍ଦ ଆଦେଶେ ଭୂମି ଗଗନ ତେଜ ବ୍ୟାପୀ ବିଷ୍ଣୁର ତେଜ ବିଶ୍ୱରୂପୀ ଦ୍ୱିତୀୟ ଅଗ୍ନି ପ୍ରାୟ ପଡ଼ି ଶବଦ ଶୁଭେ ଘଡ଼ ଘଡ଼ି ଚକ୍ର ସଂଯୋଗେ ଅଗ୍ନିନାଶ ଭସ୍ମ ଉଡ଼ିଲା ଦଶ ଦିଶ ଘୋର ନଳ ନାସିଖରେ ବେଗେ ମିଳିଲା କାଶୀପୁରେ ଯଜ୍ଞର ସ୍ଥାନେ ଯାଇ ମିଳି କୋଟି କିରଣ ପ୍ରାୟ ଝଳି ଋତିଜ ସଙ୍ଗେ ସୁଦକ୍ଷିଣ ଦହନ କଲା ତତକ୍ଷଣ ପ୍ରଚଣ୍ଡ ତେଜ ମହାଘୋର ବେଗେ ମିଳିଲା ଅନ୍ତପୁର ନରକୁଞ୍ଜର ବିଶ୍ୱରଥ ଭସ୍ମ ହୋଇଲେ ଯୁଥ ଯୁଥ ସକଳ ଗୁଣ କାଶୀପୁରେ କିବା ଉପମା ଦେବା ତାରେ ଦହନ କଲା ଅତି ଖରେ ବିଷ୍ଣୁର ତେଜ ମହାଘୋରେ ଦେଖି ଅନଳ ଜନତ୍ରାସେ ପୁଣି ମିଳିଲା କୃଷ୍ଣ ପାଶେ ବୋଲନ୍ତେ ସୁକ ମୁନିବର ଶୁଣ ସୁମନେ କୁରୁବୀର କୃଷ୍ଣ ବିକ୍ରମ ରସବାଣୀ ଯେହା ମନ ମଧ୍ୟ ଶୁଣି ଯେ ଅବା ଶ୍ରବଣେ ଶୁଣନ୍ତି ସକଳ ପାପ
ସେ ତରନ୍ତି। ସୁଜନେ ଶୁଣ କୃଷ୍ଣ ରସ, କହଇ ଜଗନ୍ନାଥ ଦାସ। इति श्रीमद्भागवते महापुराणे पारमहंस्यां संहितायां 82 दशमस्कन्धे पौण्ड्रककाशीराजवध नाम 71तम अध्याय। 72तम अध्याय। परीक्षित उवाच शुकचरणे चित्त देई भावे परीक्षित बोलई। भूमुनि प्रभु काम पाळ सुंदर वीर बाहुबल। जमुना कर शण करी बने मिलिले गोप नारी। तुम्भ बदनु सुधावाणी कृष्ण चरित कने शुणी। निर्मल कली प्राण देह राम विक्रम मोते कह। अनंत अप्रमेय तेज से रूपे कृष्ण अग्रज। श्री शुक उवाच कहन्ति व्यासकर सुत। शुण हे रामर चरित। नारका कृष्ण हस्ते मला तार सुहृद सखा थिला। देवदानवे अगोचर द्विबिंद नामेण बानर। बाली सुग्रीव मंत्री सेही नारका तार ज्येष्ठ भाई। सुझिबा अर्थे मित्रगण इच्छई कृष्ण तुले रण। देखि पाइले देवे त्रास करई जन प्रजानाश। ग्राम पाटणा पुरे जाई लांगुड़े अनल लगाई। दुर्गम वन देशे ग्राम करई बानर विक्रम। धामई शिला वृक्ष घेनी सबदे कंपई मेदिनी। प्रचंड घोर नाद करी भांगई पुर ग्राम गिरी। मिलिला द्वार कानगरी लोड़ई मित्र शत्रु मारी। समुद्र जल कोपानले सिंचई बेनी भुज बोले। समुद्र कूले देश जेते जले भासिला अप्रमिते। अयुते मत नागबल सिंचई रात्र दिन जल। भांगई पुष्प फल द्रुम नाशई मुनि को आश्रम। ऋषिंक यज्ञ कुंडे जाई अनल देखी रोष बही। भांगई यज्ञर मंडल अनले खेपे मूत्रमल। स्त्री पुरुष हस्ते धरी गिरी कंदर मध्य भरी। द्वार रुंधई शिला देई कुंभीर कीट प्राय होई। एमंते देश नाश करी दूषण कला कुल स्त्री। रजनी काले एक दिने बेढ़ी पर्वत घोर वने। सुस्वर गीत
କର୍ଣ୍ଣେ ଶୁଣି କୋପେ ଧାଇଁଲା ବୀରମଣି। ଗିରି ଶିଖରେ ବେଗେ ଉଠି ଲୁଚି ଚାହିଁ ସ୍ଥିର ଦୃଷ୍ଟି। କାମିନୀ ଗଣ ମଧ୍ୟେ ରାମ ଯଦୁ ସୁନ୍ଦର ଅନୁପମ। ବିବିଧ ଅଳଙ୍କାର ଶୋହେ କୁସୁମ ମାଳ ମନ ମୋହେ। ବାରୁଣୀ ପାନେ ମତ ହୋଇ କାମିନୀ ସଙ୍ଗେ ଗୀତ ଗାଇ। ମଦେ ଅରୁଣ ଚକ୍ଷୁ ଦୁଇ କି ପଟାନ୍ତର ଦେବୀ ମୋହି। କରିଣୀ ଯୁଥ ମଧ୍ୟେ ପଶି ମତ କୁଞ୍ଜର ପ୍ରାୟ ଦିଶି। ଦୁଷ୍ଟ ବାନର ବାହୁବଳେ ବୃକ୍ଷେ ଉଠିଲା କୋପାନଳେ। ଡାଳ କମ୍ପାଇ ଚାଲେ ପାଦେ କରଇ କିଳି କିଳା ନାଦେ। ତକ୍ଷଣେ ବୃକ୍ଷ ଶିଖେ ଯାଇ ଗର୍ଜଇ ଦର୍ଶନ ଦେଖାଇ। ଦେଖି ତାହାର ଦୁଷ୍ଟପଣ ଭୟେ ଚାହିଁଲେ ସ୍ତ୍ରୀ ଗଣ। କରାଳ ମୁଖ ତାର ବେଶ ଦେଖି କାମିନୀ କଲେ ତ୍ରାସ। ଦେଖି ବାନର କୋପ ମନେ ଭ୍ରୁକୁଟି କୁଟିଳ ଲୋଚନେ। କପି ସ୍ୱଭାବେ କରି ନାଦ ନାରୀଙ୍କି ଦେଖାଇଲା ଗୁଦ। ଏମନ୍ତେ ତାର ଦୁଷ୍ଟପଣ ଦେଖିଲେ ରେବତୀର ମଣ। ପାଷାଣ ଖଣ୍ଡେ ଧରି କରେ ପିଟିଲେ ବାନର ଉପରେ। ବେଗେ ବାନର କୋପ ବହି ଡେଇଁ ପଡ଼ିଲା ମଧ୍ୟେ ଯାଇ। ବାରୁଣୀ କୁମ୍ଭ ବେନି କରେ ଢଳିଲା ରାମର ଉପରେ। ରାମଙ୍କୁ ଚାହିଁ କୋପ ମନେ ଘୁମାଇ ଅରୁଣ ଲୋଚନେ। ଅଙ୍ଗୁଳି ନିଜ ମୁଖେ ଭରି ରାମର ବସ୍ତ୍ର ବେଗେ ଚିରି। କଦର୍ଯ୍ୟ କରି ହଳଧର ମଧ୍ୟ କଳସ କଲା ଚୂର। ରାମଙ୍କୁ କରି ତୁଚ୍ଛ ପ୍ରାୟେ ଓଷ୍ଠ କାମୁଡ଼ି କୋପେ ଚାହେଁ। ଦୁଷ୍କର କର୍ମ ଦେଖି ତାର ଜାଣିଲେ ରୋହିଣୀ କୁମର। ଅନେକ ଜନ କରି ନାଶ ଆସି ମିଳିଲା ମୋର ପାଶ। ଏ ଦୁଷ୍ଟ କପି ପ୍ରାଣେ ଥିଲେ ଆଉ କି ପ୍ରାଣୀ ଥିବେ ଭଲେ। ଏମନ୍ତେ ହୃଦୟରେ ବିଚାରି ହଳ ମୁଷଳ କରେ ଧରି। କୁପିତ ରୋହିଣୀ ନନ୍ଦନ ରିପୁ ମାରଣେ ଅବଧାନ। ଦେଖି ବାନର କୋପ କଲା ହୁଙ୍କାରେ ବୃକ୍ଷ ଉପାଡ଼ିଲା। करे बुलाई कोप भोरे पितिला रामଙ୍କ ଉପରେ मुंडे पड़न्ते महाद्रुम बन नଳ प्राय राम ମୁଁ
ମୁଷଳ ଘାତେ ହଳଧର ତାହାର ବୃକ୍ଷ କଲେ ଚୂର ପୁଣି ବୁଲାଇ ବାହୁଦଣ୍ଡ ପିଟିଲେ କପିବର ମୁଣ୍ଡ ଘୋର ପ୍ରହାରେ ଶିର ଫାଟି ରୁଧିର ଗଳେ ଦନ୍ତ ପାଟି ରୁଧିର ଧାରା ତା ଶରୀରେ କିବା ଉପମା ଦେବା ତାରେ ପର୍ବତ ଯେହ୍ନେ ଧାତୁ ଗଳେ ରଙ୍ଗେ ବିରାଜେ ବୃଷ୍ଟି କାଳେ ତା ବେଗ ରୋକି ନ ପାରଇ ପୁଣି ଘେନିଲା ବୃକ୍ଷ ଦୁଇ ବଳେ ନିଷ୍ପତ୍ର ବୃକ୍ଷ କରି ରାମର ଉପରେ ପ୍ରହାରୀ ବୃକ୍ଷ ପଡ଼ନ୍ତେ ହଳଧର ମୁଷଳେ କଲେ ଶତଚୂର ପୁଣି ଉପାଡ଼ି ବୃକ୍ଷ ଦୁଇ ବେଗେ ଧାଇଁଲା ନାଦ ଦେଇ ପୁଣି ମୁଷଳେ ଚୂର୍ଣ୍ଣ କରି ଦେଖିବା ନର କୋପ କରି ପୁଣି ଉପାଡ଼ି ବୃକ୍ଷେ ଆଣି ବଜ୍ର ଶବଦ ପ୍ରାୟ ମଣି ଏମନ୍ତେ ପୁଣ ପିଟି ବୃକ୍ଷେ ପଡ଼ିଲେ ମହିଲୋଟି ଏମନ୍ତେ କପି କୋପ ମନ ନିବୃକ୍ଷ କଲା ଘୋର ବନ ବୃକ୍ଷ ନ ପାଇ କୋପ ଭରେ ପାଷାଣ ଘେନି ଲାକ କରେ ପାଷାଣ ଘେନି ଘୋର ମୁଷ୍ଟି ଧାମଇ ହୋଇ କୋପ ଦୃଷ୍ଟି ପ୍ରହାର କରି ରାମ ହୃଦେ ପୁଣି ଗର୍ଜଇ ଘୋର ନାଦେ ହଳ ମୁଷଳ ଧରି କରେ ତକ୍ଷଣେ ରାମ କୋପ ଭରେ ପାଷାଣ ବୃଷ୍ଟି କଲେ ଚୂର ଲୀଳା ମାତ୍ରକେ ହଳଧର ପାଷାଣ ବୃଷ୍ଟି ନାଶ ଗଲା ଦେଖିବା ନର କୋପ କଲା ଦେଖିବା ନର ବିଷକାୟ ମୁଷ୍ଟି ତୋଳିଲା ବଜ୍ର ପ୍ରାୟ ପିଟିଲା ହଳଧର ହୃଦେ ପୁଣି ଗର୍ଜଇ ଘୋର ନାଦେ ରାମ ତାହାର କୋପ ଦେଖି ମୋଦେ ଅରୁଣ ବେନି ଆଖି ହଳ ମୁଷଳ ଧରି କରେ ଶୂନ୍ୟ ବୁଲାଇ କୋପ ଭରେ ପ୍ରହାର କଲେ ତାର ଶିର ତକ୍ଷଣେ ହେଲା ସତେ ଚୂର ରୁଧିର ବହେ ଶତ ଧାର ଜୀବନ ଛାଡ଼ିଲା ବାନର ତକ୍ଷଣେ ପଡ଼ିଲା ଭୂମିରେ ଶବଦ କରେ ମହାଘୋରେ ପୃଥ୍ୱୀ କମ୍ପିଲା ପାଦ ଘାଏ ପବନ ବଳେ ନାଦ ପ୍ରାୟ ଦେଖି ଗଗନେ ଦେବଗଣ ବନ୍ଦିଲେ ରାମର ଚରଣ ଜୟ ଶବଦ ଶୁନେ ପୁରୀ
নানা শবদে স্তুতি করি দুন্দুভি বাইলে আকাশে হৃদয়ে মনর রসে আনন্দ হই সুরকুল পুষ্প বরষিলে গহଳ সাধু শবদ নাদ କରି ରଙ୍ଗେ ନାଚନ୍ତି ଅପସରୀ ଏମନ୍ତେ ବାଣର ବିନାଶୀ ସାଧୁ ଶବଦ ଜନେ ଘୋଷି ପୁରେ ପ୍ରବେଶ ହଳଧର ସୁନ୍ଦର ଦିଶେ ଯଦୁପୁର ସେ ରାମ ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଦଶମସ୍କନ୍ଧେ ଦ୍ୱିବୃନ୍ଦାବନର ବୋଧ ନାମ ଦ୍ୱିସପ୍ତତିତମ ଅଧ୍ୟାୟ। ତ୍ରିସପ୍ତତିତମ ଅଧ୍ୟାୟ। ଶ୍ରୀଶୁକ ଉବାଚ କହନ୍ତି ବ୍ୟାସଙ୍କ ନନ୍ଦନ ଶୁଣ ହେ ରାମର ବିକ୍ରମ ଥିଲା ଯେ ଦୁର୍ଯ୍ୟୋଧନ ରାଜା ଲକ୍ଷଣା ତାହାର ତନୁଜା ତାହାର ସ୍ୱୟଂବର କାଳେ କୃଷ୍ଣ ନନ୍ଦନ ଯାଇ ବଳେ ହରିଲା ଶାମ୍ବ ବଳବନ୍ତ ସୁନ୍ଦର ଜାମ୍ବବତୀ ସୁତ ଦେଖି ତାହାର ଦୁଷ୍ଟପଣ କୋପେ କମ୍ପିଲା କୁରୁ ରାଣ ଦେଖ ଏ କୃଷ୍ଣଙ୍କର ବଳା ଆମ୍ଭର କୂଳେ ଦେଲା କଳା ଆମ୍ଭଙ୍କୁ କରି କଦର୍ଥନ ବଳେ ହରିଲା କନ୍ୟାଧର ଆମ୍ଭ ବିଚାରେ ଦେବା ନାହିଁ ଏମନ୍ତ ବୋଲି କୋପ ବହି ଏହାକୁ ବନ୍ଦୀ କର ଏବେ କି କରି ପାରିବେ ଯାଦବେ ଆମ୍ଭର ଦେଲା ରାଜପଣ ରାଜ୍ୟ ଭୁଞ୍ଜନ୍ତି ଦୁଷ୍ଟ ଜନ ଏହା ପାଇଁ କି ଯେବେ ଛଳେ ଯାଦବେ ଆସି ବାହୁ ବଳେ ଆମ୍ଭର ତୁଲେ ଯୁଦ୍ଧ କରି ହେଳେ ସଂଗ୍ରାମେ ଯିବେ ହାରି ବିମୁଖେ ନ କରିବେ ରଣ ଯୋଗ ସଂଯୋଗ ଯେତେ ପ୍ରାଣ ଏମନ୍ତେ ବହି କୋପ ମନ ଭୂରିଶ୍ରବାଦୀ ଶଲ୍ୟ କର୍ଣ୍ଣ ସୁଯଜ୍ଞ କେତୁ ଦୁର୍ଯ୍ୟୋଧନ ଚାପିଣ ଅଧରେ ବଦନ ଭୀଷ୍ମ ଦ୍ରୋଣଙ୍କ ଭାଷା ପାଇ ପୁରୁଷ ମରେ ସଜ ହୋଇ ଏକ ଆରେକ ମହାଦମ୍ଭ ଶାମ୍ବକୁ ଧରଣେ ଆରମ୍ଭ କୁରୁ ଧାଇଁଲେ ମନ ଦୁଃଖେ ମିଳିଲେ ଶାମ୍ବର ସମ୍ମୁଖେ ଦେଖି ତାହାର ଦୁଷ୍ଟ ଚିତ୍ତ କୃଷ୍ଣ ନନ୍ଦନ ସାମରଥ ନିଜକୁ ଦଣ୍ଡେ ଗୁଣ ଦେଇ ରହିଲା ସିଂହ ପ୍ରାୟ ହୋଇ ବେଗେ ମିଳିଲେ କୁରୁ ବଳ ଶୁଭଇ ମୁଖରା ବଗଳ ଡାକନ୍ତି ରହ ରହ ବାଣୀ ସିନ୍ଧୁ ଶବଦ ପ୍ରାୟ ମଣି ଶାମ୍ବଙ୍କୁ ଜିଣିବାର ଆସେ ବେଗେ ମିଳିଲେ ତାର ପାଶେ ରୁନ୍ଧିଲେ ଦିଗ ଅଷ୍ଟକୋଣ ଡାକନ୍ତି ଶଲ୍ୟ ଭୀଷ୍ମ ଦ୍ରୋଣ ସ୍ୱଭାବେ ସର୍ବେ ଧନୁର୍ଦ୍ଧର ସରବରସା ମହାଘୋର କରି ରୁନ୍ଧିଲେ ଦଶ ଦିଶେ ଦେଖିଣ ଶାମ୍ବ ମହାରସେ ରାଗେଣ କମ୍ପଇ ଶରୀର ନିର୍ଭୟ କୃଷ୍ଣର କୁମର ମୃଗଜୁଥର ମଧ୍ୟେ ଥାଇ
କେଶରୀ ଯେମନ୍ତ ଦିଶଇ ଶାମ୍ବ କରନ୍ତେ ଧନ ଘୋଷ ଶବଦେ କମ୍ପେ ରଣ ଦେଶ କର୍ଣ୍ଣ ସହିତେ ଷଡ଼ରଥୀ ଶାମ୍ବକୁ ବାଣ ବରସନ୍ତି ଦେଖି କୁପିତ କୃଷ୍ଣ ସୁତ ବାଣ ବରସେ ଅପ୍ରମିତ କର୍ଣ୍ଣକୁ ପାଞ୍ଚ ବାଣ ବିନ୍ଧି ରଥ ସାରଥି ଅଶ୍ୱଚ୍ଛେଦୀ ଷଡ଼ରଥୀଙ୍କୁ ଏହି ମତେ ବାଣ ବିନ୍ଧିଲେ ଅପ୍ରମିତେ ଦେଖି ତାହାର କ୍ଷତ୍ରିପଣ କୁରୁ କରନ୍ତି ଘୋର ରଣ ଶାମ୍ବ ଉପରେ କୁରୁ ବୀରେ ତୀକ୍ଷ୍ଣ ନାରାଚ କୋପ ଭରେ ବିନ୍ଧି ସାରଥି କଲେ ନାଶ ଛେଦିଲେ ଅଶଙ୍କର ପାଶ ରଥ ତା କଲେ ଖଣ୍ଡ ଖଣ୍ଡ ଛେଦିଲେ ହସ୍ତର କୋଦଣ୍ଡ ବୀରଥା କରି ତାକୁ ବଳେ ବନ୍ଧନ କଲେ ଅବହେଳେ କନ୍ୟା ସହିତେ ତାକୁ ଧରି ମିଳିଲେ ହସ୍ତିନାନଗରୀ କଷ୍ଟରେ କୃଷ୍ଣ ପୁତ୍ରେ ଜିଣି ହାସ୍ୟ ପରାଏ ପରିମାଣି ନିର୍ଭୟ ହୋଇଲେ ନିଶ୍ଚିନ୍ତେ ଏବେ ହୋ ଶୁଣ କୁରୁନାଥେ ବ୍ରହ୍ମାନନ୍ଦନ ତାହା ଜାଣି ରାମ ବିକ୍ରମ ପରିମାଣି ମିଳିଲେ ଦ୍ୱାରକା ଭୁବନେ ରାମ ଗୋବିନ୍ଦ ସନ୍ନିଧାନେ ଉଗ୍ରସେନର ସଭା ମଧ୍ୟେ କହେ ନାରଦ ମନ ଖେଦେ ଶୁଣ ହେ ଭୋଜ ନୃପବର କୁରୁ ସଭାର ବିଚାର ତାର କନ୍ୟାର ସ୍ୱୟଂବରେ ଶାମ୍ବ ଯେ ଗଲା ତାର ପୁରେ କନ୍ୟା ବରିଲା ଇଚ୍ଛା ମତେ ଦେଖି କରବେ କୋପ ଚିତେ କୂଟ ସଂଗ୍ରାମେ ତାକୁ ଧରି ରଖିଲେ ହସ୍ତିନାନଗରୀ ଏମନ୍ତେ କହି କୃଷ୍ଣ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ ଏମନ୍ତେ ମୁନି ବାକ୍ୟ ଶୁଣି ସମରେ ସଜ ଚକ୍ର ପାଣି ପୁତ୍ର ବନ୍ଧନ ଶୁଣି ରୋଷେ ଦାରୁ କରାଇଲେ ବିଶ୍ୱାସେ ବୋଇଲେ ରଥ ସାଜ ବେଗେ ଶୁଣି ତା ସାଜିଲେ ଯାଦବେ ଉଗ୍ରସେନର ଆଜ୍ଞା ପାଇ ବୀରେ ଚଳନ୍ତି ସଜ ହୋଇ ସାଜିଲେ କୃଷ୍ଣ ଅକ୍ଷୌହିଣୀ ଚାଲନ୍ତେ କମ୍ପଇ ମେଦିନୀ ବାଜଇ ବୀର ତୁର ମାନ ରଥେ ଗମଇ ଉଗ୍ରସେନ ଦେଖି ଗୋବିନ୍ଦର ଆଗମ ବୋଲନ୍ତି ପ୍ରଭୁ ବଳରାମ ଏତନୁ ହଇ ଭଲ କଥା ବନ୍ଧୁରେ ବିରୋଧ ବ୍ୟବସ୍ଥା ସେ ଅବା ନ ଜାଣି ଆଚରି ଆମ୍ଭେ କେ ମନ୍ତେ ବାଦ କରି ତୁମ୍ଭେ କେ ମନ୍ତେ କର ରୋଷ ମୁହିଁ ଯେ ତାଙ୍କର ବିଶ୍ୱାସ ଆଜ ହସ୍ତିନା ଯିବି ମୁହିଁ ଉଭୟ କୂଳ ଭାବ ପାଇଁ ତୁମ୍ଭେ ନ କର ଆଗମନ ଏମନ୍ତ ବୋଲି ବଳରାମ କୁରୁ କ୍ରୋଧେ ବଳରାମ ଯାଦବେ ବଳ କରି ସାମ୍ୟ କୁରୁ ଯାଦବ ହିତ ଅର୍ଥେ ବେଗେ ମିଳିଲେ ହଳ ହସ୍ତେ ଆନନ୍ଦେରେ ବତୀର ମଣ କଳି କରିବେ ନିବାରଣ ଉତ୍ତମ ବିପ୍ର ଘେନି ସଙ୍ଗେ କୁର ବୃଦ୍ଧଙ୍କୁ ରାଇବେ गे ରଥେ ବସିଲେ ତୋଷ ମନେ ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେହ୍ନେ ମିଳିଲେ ହସ୍ତିନା ଭୁବନେ ଦୁର୍ଯ୍ୟୋଧନର ଉପବନେ ଅକ୍ରୂର ଉଦ୍ଧବଙ୍କୁ ଚାହିଁ ରାମ ସମାଜ କଥା କହି ବସିଲେ କୁରୁ ସଭା ମଧ୍ୟେ
ଅକ୍ରୂର ଉଦ୍ଧବ ସାନନ୍ଦେ ନ ମିଳେ ଧୃତରାଷ୍ଟ୍ର ପଦେ ଭୀଷ୍ମ ଦ୍ରୋଣଙ୍କୁ ନମିହାଦେ ଦୁର୍ଯ୍ୟୋଧନଙ୍କୁ କରି ମାନ୍ୟ କହିଲେ ରାମ ଆଗମନ ରାମର ଶୁଣି ଆଗମନ ଉଷତ ହୋଇ ଭୀଷ୍ମ ଦ୍ରୋଣ ସଭାରୁ ଉଠି ଧାତିକାରେ ମିଳିଲେ ରାମର ଛାମୁରେ ବନ୍ଧୁ ସ୍ୱଭାବ ଗୁଣ ବୁଝି କହନ୍ତି ରାମ ପାଦେ ପୂଜି କହନ୍ତି ମଧୁର ବଚନ ଆନନ୍ଦ କରି ରାମ ମନ କୁରୁଙ୍କ ମଧ୍ୟେ ଧୀର ମତି ରାମ ମହିମା ସେ ଜାଣନ୍ତି ଭାବେ ନ ମିଳେ ରାମ ପାଦେ ବନ୍ଧୁ କୁଶଳ ପ୍ରୀତି ବାଦେ ରାମ ହିଁ କଲେ ଯଥାବିଧି ଯେ ବନ୍ଧୁ କୁଶଳ ପ୍ରସିଦ୍ଧି ପୁରୁଙ୍କ ମଧ୍ୟେ ହଳ ପାଣି କହନ୍ତି ପ୍ରିୟ ଭାବ ଘେନି ରାଜାଧିରାଜ ଉଗ୍ରସେନ ଯେମନ୍ତେ ବୋଲିଛି ବଚନ ବେଗେ କରିବ ସେହି ମତି ଆତ୍ମା କୁଶଳ ଧର୍ମ ଗତି ତୁମ୍ଭେ ଉତ୍ତମ ଶସ୍ତ୍ର ଧରି ଧର୍ମର ପଥ ନଷ୍ଟ କରି କପଟ ଯୁଦ୍ଧେ କୃଷ୍ଣ ସୁତ ଧରି ମଣିଲ କୃତ କୃତ୍ୟ ଏ ଅପରାଧ ଆମ୍ଭେ ସହି ବନ୍ଧୁ କୁଶଳ ଯେବେ ବହି ଏମନ୍ତେ ଶୁଣି ରାମ କଥା ସ୍ୱଭାବେ ସର୍ବମହାରଥା ବଳଦେବଙ୍କ ମୁଖ ଶୁଣି ଆମ୍ଭର ରିପୁ ପ୍ରାୟ ମଣି ବଦନ ଚାହିଁ ଏକେ ଏକେ କୋପେ ବୋଲନ୍ତି ମନ ଦୁଃଖେ ଦେଖ ବିଚିତ୍ର କାଳ ଗତି ଯାହା କହିଲେ ଯଦୁପତି ଚର୍ମ ପାଦୁକା ଗର୍ବ ବହି ଶିରେ ମୁକୁଟ ହେବ ଯାଇ ଥିବାକୁ କରଇ ବିଚାର ଏମନ୍ତ ଗର୍ବ ଏହାଙ୍କୁ ଆମ୍ଭେ ବନ୍ଧୁପଣେ ରାଜ୍ୟ ସ୍ଥାପିଲୁ ସିଂହାସନେ ନୁହନ୍ତି ରାଜପଣେ ଯୋଗ୍ୟ ଆମ୍ଭରେ ଦେଲା ବଇ ଭୋଗ ଭୂମି ମଣଇ ଆତ୍ମା ଗୁରୁ ଏଣୁ ଉପେକ୍ଷା ଆମ୍ଭେ କରୁ ଏହାଙ୍କ ରାଜ୍ୟ ନେବା ବଳେ ଗର୍ବି ହେଲେ ମତି ଭୋଳେ ରାଜ୍ୟକୁ ନୁହନ୍ତି ରାଜନ ସର୍ପକୁ ଯେନେ କ୍ଷୀର ପାନ କ୍ଷୀର ସଂଯୋଗେ ଛାଡ଼େ ବିଷ ଦାତାକୁ କରେ ପ୍ରାଣେ ନାଶ ଯାହାର ଦେଲା ଅନ୍ନ ଖାଇ ସର୍ପର ପ୍ରାୟ ଗର୍ବ ବହି ଆମ୍ଭଙ୍କୁ ଆଜ୍ଞାଏ ଦିଅନ୍ତି ଅଳପ ପ୍ରାୟ କମଣନ୍ତି ଦେଖ ଆମ୍ଭର ତୁଲେ ବାଦେ ଇନ୍ଦ୍ର ନ ରହେ ରଣ ମଧ୍ୟେ ସିଂହ ସମ୍ମୁଖେ ଯେନେ ମେଷ ତେଣେ ଛାଡ଼ଇ ସ୍ୱର୍ଗ ଦେଶ କହନ୍ତି ଶୁକ ମୁନିବର ଶୁଣ ହେ କୁରୁଙ୍କ ବ୍ୟବହାର ଉତ୍ତମ ଜନେ ବନ୍ଧୁ ଜନେ ଗର୍ବ ବହିଲେ ଦୁଷ୍ଟ ମନେ କହନ୍ତେ ହି ଦୁଷ୍ଟ ବାଣୀ ଶୁଣି କମ୍ପିଲେ ହଳ ପାଣି କୋପେ ଅନଳ ପ୍ରାୟ ଦିଶି ବୋଲନ୍ତି ପୁଣି ହସି ହସି ଦେଖ ଏ ସଂସାର ବ୍ୟବହାର ସମ୍ପଦ ବଢ଼ଇ ଯାହାର ଅସାଧୁ ପଣ ଆଚରନ୍ତି ଆତ୍ମାର ଶାନ୍ତି ନ ଜାଣନ୍ତି ତାଙ୍କ ପ୍ରସନ୍ନେ ଦଣ୍ଡ ହସ୍ତ ପଶୁଙ୍କୁ ଲାଙ୍ଗୁଡ଼ ଯେମନ୍ତ ଏ ମୋର ଖେଦ ବଡ଼ ମନେ ଉଗ୍ର ସେ ନର ଆଗମନେ ଯମଙ୍କ ତୁଲେ ନାରାୟଣ ଏହାର ସଙ୍ଗେ ଇଚ୍ଛାରଣ ନଗରୁ ହୋଇଲେ ବାହାର ମୁଁ ଏହା ନ
କରି ବିଚାର ଏହାଙ୍କ ପ୍ରିୟ ଭାବ ବହି ଅଇଲି ନିବର୍ତ୍ତାଇ ମୋହି ତହିଁର ଫଳ ଏବେ ମୋତେ ଦଇବେ ଫଳିଲା ଉଚିତେ ଯେହା ସ୍ୱଭାବେ ମନ୍ଦ ଗତି ପାପୀ ଦୁର୍ଜନ ଖଳମତି ଦେଖ ବଜ୍ଞା ମୋତେ କଲେ ଦୁଷ୍ଟ ବଚନେ ନିନ୍ଦା ବୋଲେ ଭୋଜ ଅନ୍ଧକ ପୁଷ୍ଟି ବଂଶ ଯାହାର ପୁତ୍ର ବୀର କଂସ ଯାଦବ କୁଳର ଈଶ୍ୱର କୃଷ୍ଣ ଯାହାର ଅନୁଚର ସେ କାହିଁ ସାଜେ ରାଜପଦେ ଦେବେ ଖଟନ୍ତି ଯାର ପାଦେ ବାସପ ଆଦି ଦିଗ ପାଳେ ଖଟନ୍ତି ଯାର ପାଦ ତଳେ ସୁଧର୍ମା ସଭା ଯାଦୁଆରେ ପାରିଜାତକ ପୁରେ ପୁରେ ମଞ୍ଚେ କରଇ ସୁଖ ଭୋଗ ସେ ନୁହେଁ ରାଜପଣେ ଯୋଗ୍ୟ ପଦ୍ମ ସମ୍ଭବା କମଳିନୀ ସ୍ୱଭାବେ ଜଗତ ଜନନୀ ସେ ଯାର ସେବଇ ଚରଣ ସେ କାହିଁ ଯୋଗ୍ୟ ରାଜପଣେ ଯାହାର ପଦ୍ମ ପାଦ ରଜ ଅଖିଳ ଜନଙ୍କ ଐଶ୍ୱର୍ଯ୍ୟ ପବିତ୍ର କରେ ମନ ସ୍ୱାର୍ଥ ଯେଣୁ ଯେ ତୀର୍ଥଙ୍କର ତୀର୍ଥ ବ୍ରହ୍ମା ଶଙ୍କର ଆଦି ମୋହି ଯାହାର ରୂପେ ରୂପ ବହି ଲକ୍ଷ୍ମୀ ସହିତେ ଆଜ୍ଞା ବହି ତାହାର ନୃପ ଶକ୍ତି କାହିଁ ଗୁରୁଙ୍କ ଭୋଗ ଆମ୍ଭେ ଖାଇ ଧରଣୀ ମଧ୍ୟେ ଦେହ ବହି ଆମ୍ଭେ ସକଳେ ଉପାନଃ କୌରବେ ହନ୍ତି ଶିର ଦେହ କାହାର ବଳେ ଏହା ସହି ରୁଧିର ମାଂସ ଦେହ ବହି ଦେଖ କୁରୁଙ୍କ କୁଳ ମତ ସମ୍ପଦେ ହୋଇ ଅନାୟତ ମାନି ଅଟନ୍ତି ଗର୍ବ ବହି କେହା ସହେ ପ୍ରଭୁ ହୋଇ ଆଜ ଅର୍ପିବି ପ୍ରତିଫଳ ଏମନ୍ତ ବୋଲି ତୀକ୍ଷ୍ଣ ହଳ ତକ୍ଷଣେ ଘେନି ବାମ ହସ୍ତେ ବୋଲନ୍ତି ରାମ କୋପ ଚିତେ ଆଜ ମୁଁ ଏହାଙ୍କୁ ସଂହାରି ପୃଥିବୀ ନିଷ୍କଣ୍ଟକ କରି ତେବେ ମୁଁ ଯିବି ଯଦୁପୁରୀ ଏ ସତ୍ୟ ବଚନ ମୋହରି ଏମନ୍ତ କହି କୋପେ ଉଠି ଧଇଲେ ଦୃଢ଼େ ହଳ ମୁଷ୍ଟି ରାମର କୋପ ଗୁରୁତର ତେଜେ କି ଦହେ ତିନି ପୁର ଲଙ୍ଗଳେ ହସ୍ତିନା ଉପାଡ଼ି ଶବଦ ଶୁଭେ ଘଡ଼ଘଡ଼ି ଦକ୍ଷିଣ ଭୁଜେ ସୌନନ୍ଦ ଶୂନ୍ୟ ଦେଖନ୍ତି ଦେବ ବୃନ୍ଦ ନଗ୍ର ଉପାଡ଼ି ଗଙ୍ଗା ଜଳେ କୌରବ ପଡ଼ନ୍ତେ ପାତାଳେ ଏମନ୍ତ ବୋଲି ହଳଧର ହସ୍ତିନା ଉପାଡ଼ିଲେ କର ସମୁଦ୍ର ପ୍ରାୟ ନାଦ କରି କମ୍ପଇ ହସ୍ତିନା ନଗରୀ ପଡ଼ିବା ପ୍ରାୟ ଗଙ୍ଗା ଜଳେ ଦେଖିଣ କୌରବେ ବିକଳେ କୁଟୁମ୍ବ ତୁଲେ ଉଚ୍ଚ ନାଦେ ଶରଣ ଗଲେ ରାମ ପାଦେ ଡାକନ୍ତି ଜୀବନ ବିକଳେ ଭୋରାମ ରଖ ପାଦ ତଳେ ଆମ୍ଭେ ତ ସ୍ୱଭାବେ ନିରକ୍ଷ ତୋହର ପୁତ୍ର ବଧୂ ରଖ କୁମର ସଙ୍ଗେ କନ୍ୟା ନେଇ ରାମଚରଣ ତଳେ ଯାଇ କନ୍ୟାକୁ ଦେଇ ତୋ ଶରଣ ପଶିଲୁ ଅଭୟ ଚରଣ ହେ ରାମ ତୋହର ମହିମା ବେଦନ ଜାଣେ ଆଦି ସୀମା ମୂଢ଼ ଜ୍ଞାନ ଆମ୍ଭେ ହୋଇ ତୋ ଭାବ ଜାଣେ ବୋଟି କାହିଁ ତୁ ଆଦି ହେତୁ ନିର୍ବିକ୍ଷୟ ନିର୍ଲେପଟୁ ତୁ ଅବ୍ୟୟ
तोहर क्रीड़ा कौतुक स्वभावे हंती तीन लोक ए भूमि मंडल तु धीरे लीला मात्र के बहु सिरे पालन करु तु संहारु तेणु तु शेष रूप धरु जे कोप गर्व देह जात एतो खिल शिक्षा अर्थ हिंसा बत्सल नहु जेणु पालन हेतु तार तेणु क्षिति पालन बेगे होई तो नाथ सर्वगुण बही संसार मध्य तोर लीला जेने बाळुत जन खेला नमस्ते सर्वभूत प्राण जीव सकति तु धारण अव्यय बोलंती जगते भोनाथ तोर अनुमते तु विश्वकर्मा ज्ञान सार भोनाथ तोते नमस्कार तोर चरणे आंभे बळे शरण पशिलु निश्चले सुख बोलंती राय शुण भकत बंधु संकर्षण कुरुंक भय दुख चाहि प्रसन्न भावे दया बही हल संघरी हल धर बोइले नाही तोर डर निर्भय होई तत्क्षण मिलिले आसी दुर्योधन कन्या समेते कृष्ण सुत समर्पी रामर ग्रत अनेक यौतुक देला शुण हे अभिमन्यु बला निमूढ़ मत दंत तीक्ष्ण कुंजर देला बेनी लक्ष्य असही देला कयुते शत सहस्र सुर नाथे रथे दिशईर वितेज पुणी आनंदे कुरु राज दुहिता हिते नरपति सहस्रे देला कजुगति उत्तर भागे निरदिशे जाह्नवी जल मध्य मिशे एमंत रामर महिमा के कही पारुअंत सीमा से राम पादे देई चित्त कहई विप्र जगन्नाथ। इति श्रीमद्भागवते महापुराणे पारमहंस्यां संहितायां वैयासिक्यां दशमस्कन्धे शाम्बकुमार लक्षणहरणे नाम 73 अध्याय।